ସଞ୍ଜୟକୁ ବାରମ୍ବାର ପଚାରୁଥାନ୍ତି, କୁହ ସଞ୍ଜୟ, ଯୁଦ୍ଧରେ କିଏ ଜିତୁଛି କିଏ ହାରୁଛି? ଧୃତରାଷ୍ଟ୍ର ଭାବୁଥିଲେ, ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାରଥୀ କର୍ଣ୍ଣ ମୋ ପୁତ୍ରମାନଙ୍କ ପକ୍ଷରେ ଅଛନ୍ତି, ତେଣୁ ମୋ ପୁତ୍ରମାନଙ୍କର ହିଁ ବିଜୟ ହେବ। କିନ୍ତୁ ସଞ୍ଜୟ କଣ କହିଲେ? ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧରଃ ତତ୍ର ଶ୍ରୀ ବିଜୟ ଭୂତେର୍ଧ୍ରୁବା ନୀତିର୍ମତିର୍ମମ। ହେ ରାଜନ, ଯେଉଁଠି ଯୋଗେଶ୍ୱର ଶ୍ରୀକୃଷ୍ଣ ଅଛନ୍ତି, ଯେଉଁଠି ଗାଣ୍ଡିବଧାରୀ ଅର୍ଜୁନଙ୍କ ଭଳି ଭକ୍ତ ଅଛନ୍ତି, ସେଇଠି ହିଁ ଶ୍ରୀ ବିଜୟ ବିଭୂତି ଏବଂ ଅଟଳ ନୀତି ରହିଛି। ତେଣୁ ଭଗବାନଙ୍କ ହାତରେ ନିଜ ଜୀବନ ରଥର ଲଗାମକୁ ସମର୍ପଣ କରିଦେଇ ନିଜକୁ ଅର୍ଜୁନଙ୍କ ଭଳି ସଖାଟିଏ ବା ଭକ୍ତଟିଏ କରିଦେଲେ ଆଉ ଚିନ୍ତା କଣ ରହିବ? ସବୁ ଚିନ୍ତାର ଚିତା ତ ତାଙ୍କରି ଚିନ୍ତନ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମନର ଶାନ୍ତିଠାରୁ ବଡ ଆଉ କୌଣସି ସମ୍ପତ୍ତି ଏ ସଂସାରରେ ନାହିଁ। ଯେଉଁ ବ୍ୟକ୍ତି ନିଜ ମନକୁ ଶାନ୍ତ ରଖିବା ଶିଖି ଯାଇଛି, ତାଠାରୁ ଅଧିକ ଧନବାନ ଏ ସାରା ସଂସାରରେ କେହି ବି ନାହାନ୍ତି। ସବୁବେଳେ ସନ୍ଦେହ କରୁଥିବା ବ୍ୟକ୍ତି ଶାନ୍ତି ପ୍ରାପ୍ତ କରିପାରିନଥାଏ। ସନ୍ଦେହ କରିବା ଦ୍ୱାରା ମନର ଶାନ୍ତି ଭଗ୍ନ ହୋଇଥାଏ ଆଉ ବ୍ୟକ୍ତି ଭ୍ରମିତ ହୋଇ ନିଜର ସମ୍ପର୍କକୁ ନଷ୍ଟ କରିଦେଇଥାଏ। କିଏ କଣ କରୁଛି, କିପରି କରୁଛି, କାହିଁକି କରୁଛି, ଏ ସବୁରୁ ଆପଣ ଯେତେ ଦୂରରେ ରହିବେ ସେତେ ହିଁ ଖୁସି ରହିବେ। ଶରୀରର ସୁନ୍ଦରତା ମନକୁ ଆକର୍ଷିତ କରିଥାଏ, କିନ୍ତୁ ସ୍ୱଭାବର ସୁନ୍ଦରତା ହୃଦୟକୁ ଆକର୍ଷିତ କରିଥାଏ। ତେଣୁ ମନୁଷ୍ୟର ସ୍ୱଭାବ ସବୁବେଳ ପାଇଁ ନିର୍ମଳ ହେବା ଆବଶ୍ୟକ। ଭଲ ମନରେ କରାଯାଉଥିବା କର୍ମ କେବେ ମଧ୍ୟ ବ୍ୟର୍ଥ ଯାଏ ନାହିଁ ଆଉ ତାହାର ଫଳ ଆମକୁ ନିଶ୍ଚୟ ମିଳିଥାଏ। ବୃକ୍ଷ କେବେ ମଧ୍ୟ ବ୍ୟଥିତ ହୁଏ ନାହିଁ। କେତେ ଫୁଲ କେତେ ଫଳ ତାଠାରୁ ଚାଲିଗଲା, ସେ ତ ସବୁବେଳେ ନୂଆ ଫୁଲ ଆଉ ନୂଆ ଫଳର ସୃଷ୍ଟିରେ ବ୍ୟସ୍ତ ଥାଏ। ତେଣୁ ଜୀବନରେ ଆସିବ ଆଉ ଯିବ, କେତେ କଣ ଚାଲିଗଲା, ସେହି ଯନ୍ତ୍ରଣାକୁ ଭୁଲି ଆଉ କଣ ନୂଆ କରାଯାଇ ପାରିବ, ସେଇଥିରେ ହିଁ ଜୀବନର ସଫଳତା। ଭକ୍ତି ମାର୍ଗରେ ଚାଲିବା ପାଇଁ, ବୃଦ୍ଧ ହେବା ପାଇଁ ଅପେକ୍ଷା କରନ୍ତୁ ନାହିଁ। କାହିଁକି ନା ବାସି ଫୁଲ ପ୍ରତିମା ଉପରେ ଚଢାଯାଇ ନଥାଏ। ଯେଉଁଠି ଦୟା ଥାଏ ସେଇଠି ଧର୍ମ ଥାଏ, ଯେଉଁଠି ଲୋଭ ଥାଏ ସେଇଠି ପାପ ଥାଏ, ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ଥାଏ, ଯେଉଁଠି କ୍ଷମା ଥାଏ ସେଠି ଭଗବାନଙ୍କର ବାସ ଥାଏ। ମନୁଷ୍ୟ ସବୁବେଳେ ନିଜ ଭାଗ୍ୟକୁ ଦୋଷ ଦେଇଥାଏ। ଏ କଥା ଜାଣିଲା ପରେ ବି ଭାଗ୍ୟଠାରୁ ଉଚ୍ଚ ତାର କର୍ମ ଅଟେ, ଯାହା ତା ନିଜ ହାତରେ ହିଁ ଅଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମନୁଷ୍ୟ ସ୍ୱୟଂ ଅର୍ଥାତ୍ ନିଜେ ହିଁ ନିଜର ମିତ୍ର ଆଉ ନିଜେ ହିଁ